ଯୌବନ କାଳର ଅଭିଳାଷରେ ପଡ଼ି ଅଧିକାଂଶ ଯୁବପିଢ଼ିର ଜୀବନ ନଷ୍ଟ ହେଉଛି। ସେମାନେ ବିଭିନ୍ନ ମନ୍ଦ କାର୍ଯ୍ୟରେ ନିଜକୁ ସମର୍ପଣ କରି ଶାରୀରିକ ଭାବାନୁସାରେ ଜୀବନଯାପନ କରୁଅଛନ୍ତି। ଏ ପ୍ରକାର ଜୀବନଯାପନ ଶେଷରେ ସେମାନଙ୍କୁ ନର୍କଗାମୀ କରାଇବ। ତେଣୁ ଯୌବନ କାଳର ଅଭିଳାଷରୁ ପଳାୟନ କରି ଆତ୍ମିକ ଭାବରେ ଜୀବନଯାପନ କରିବା ପାଇଁ ଏବଂ ନର୍କରୁ ଉଦ୍ଧାର ପାଇବା ପାଇଁ ଯୁବପିଢ଼ିକୁ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ସଚେତନ କରାଇବା ଉଦ୍ଦେଶ୍ୟରେ ବେଡ଼ାକିଆ ମଣ୍ଡଳୀ ତରଫରୁ ଯୁବପିଢ଼ିମାନଙ୍କ ଦ୍ୱାରା ଏକ ଭିଡ଼ିଓ ପ୍ରସ୍ତୁତ କରାଯାଇଅଛି। ଭିଡ଼ିଓଟି ହେଲା ଯୌବନ କାଳର ଅଭିଳାଷରୁ ପଳାୟନ କର। ଶୁଣ, ଏହା ଖାଇବା ଦ୍ୱାରା ତୁମର ଶରୀର ନଷ୍ଟ ହେବ, ପଇସା ବର୍ବାଦ ହେବ, ତୁମର ଭବିଷ୍ୟତ ଜୀବନ ମଧ୍ୟ ନଷ୍ଟ ହେବ। ତେଣୁ ବାବୁରେ ଏସବୁ ଖା ନା, ଫିଙ୍ଗିଦେ। ଠିକ୍ ଅଛି। ଯାଉ ଖାଇବ ନା? ହଁ ଠିକ୍ ଅଛି। ହ୍ୟାଲୋ, ହଁ କେଉଁଠି ଅଛ? ଘରେ ଅଛି। ଘରେ ଅଛ? ଶୋଇଛି। ଲକଡାଉନକୁ ଆଉ କ'ଣ କରିବୁ, ଖାଲି ଶୋଇଛି ଆଉ। ଆରେ ବୋରିଂ ଲାଗୁଛି, କାଲି ଟିକେ ଭେଟିବା। କ'ଣ କାଲି? ହଁ, ବୁଲାବୁଲି ଟିକେ କରିବା, ମଦପାନ ଟିକେ କରିବା। ଆଉ କ'ଣ ଅଛି, ଲକଡାଉନ ସମୟରେ ତ ଟାଇମ୍ ଯେମିତି ହେଲେ ପାସ୍ କରିବାକୁ ପଡ଼ିବ ନା। ହଁ ହଉ ଠିକ୍ ଅଛି। କେତେବେଳେ? କାଲି 6ଟା ଅଧେରେ ଭେଟେ, ସନ୍ଧ୍ୟା 6ଟା ଅଧେ। ହଉ ରହୁଛି। ସନି କେଉଁଠି ଅଛ? ତତେ କାଲିଠୁ କହିଲି ପରା ଆସିବା ପାଇଁ। ଜଲ୍ଦିଆ ଯିବା ପରା। ହଁ କେତେ ଟାଇମ୍ ନେଉଛି, କେତେ ଟାଇମ୍ ନେଉଛି କ'ଣ କରିବା? ସେତେବେଳୁ ଜଗିଛି, ତୁ ଏବେ କ'ଣ ଆଇଲି ପରା। ବ ଯିବା ଆଉ, ଆଜି ବି ହେବ କିଛି ଗୋଟେ। ବସ। କେତେ ଭାରି ହେଉଛି, କେତେ ଆଣିଛୁ ଜାଣିପାରୁନି। ତୁ ଖାଲି ପିଇ ପାରିବାର ଅଛି, ବୁଝିଲୁ? ସେତିକି କ'ଣ ନାହିଁ। ହଉ ରେ, ଲକଡାଉନ ତ ଚାଲିଛି, ପିଇକି ଶୋଇବାକୁ ଥାଉ, କ'ଣ କରିବୁ? ଏଇଟା ଗୋଟେ ଦେଖେ, ଗୋଟେ କୁଆଡ଼େ ଧରେ କାଢ଼େ, ଟିକେ କାଢ଼େ। ପେଟନା କ'ଣ ପନ୍ଦରରେ ଅଛି ନା କେମିତି? ବଢ଼ିଆ ହେଇଛି ଏଇଟା, ନାଇଁ କି? ଟିକେ ବାବୁରେ, ଏଇ ବୟସରେ ତୁମେ ପିଆପି କରୁଅଛ? ଆଉ କ'ଣ କରିବ ଆଜ୍ଞା, ଲକଡାଉନ୍ ଟାଇମ୍ରେ ଆଉ କୌଣସି କାମ ନାହିଁ। ଆଉ ଏ ବୟସରେ ଏନ୍ଜୟ କରିବୁ ନା କୋଉ ବୟସରେ ଏନ୍ଜୟ କରିବୁ? କି କଥା କହୁଛନ୍ତି ଆପଣ? ଶୁଣ, ମଦ ତୁମକୁ ଶାନ୍ତି ଦେଇପାରିବ ନାହିଁ, ମଦ ତୁମକୁ ଆନନ୍ଦ ଦେଇପାରିବ ନାହିଁ, ଏହା ତୁମର ଟେନସନ୍କୁ ଦୂର କରିପାରିବ ନାହିଁ। ତୁମେ କ'ଣ ଜାଣିଛ ମଦର ବିଷୟରେ? ମଦ କହିଲେ ମୋରୁ ମରିବ, ତୋରୁ ଦରିଦ୍ର ହେବ। ଯେଉଁମାନେ ମଦ ପିଇକି ଜୀବନ ଅତିବାହିତ କରୁଛନ୍ତି, ମଦ ପିଇ ପିଇ ଜୀବନକୁ ନଷ୍ଟ କରୁଛନ୍ତି, ସେମାନେ କେବେ ବି ଉନ୍ନତି ହେଇନାହାନ୍ତି। ଛକ ବଜାରରେ ଆମେ ଅନେକ ଲୋକଙ୍କୁ ଦେଖିପାରୁଛୁ, ସେମାନେ ଅନେକ ଲୋକମାନେ ମଦ ପିଇକି ଜୀବନକୁ ନଷ୍ଟ କରିଛନ୍ତି। ସମାଜ ସେମାନଙ୍କୁ ଘୃଣା କରିବ, ଲୋକମାନେ ତୁମକୁ ପସନ୍ଦ କରିବେ ନାହିଁ, ହେୟ ଦେଖିବେ। ମଦ ଗୋଟେ ଏ ପ୍ରକାର ଜିନିଷ ଜଣଙ୍କର ଲକ୍ଷ୍ୟକୁ ବର୍ବାଦ କରିଦିବ। ତେଣୁ
मु बड़ भाई हिसाब रे तुमको कहूँ तुम्हें यही वर्षे पियापी कर ना बरम एक भविष्य को लक्ष्य रख शिक्षा निज जीवन को अधिक समय दियो निज कैरियर को गठन कर तो तुम्हें मद पियापी न करी जीवन को देख भविष्य तुम भल हे चाकरी खंडे कर परिवार प्रतिपोषण कर भल छे आमे आम टंकार पिउते रास्ता जीवाला कौन कौन जाऊ गोटे शांति पीवार लोक गोटे मन खराब करदेले छे अरे सांग काली भी एमती होता काली मुझे रास्तार बसी ए व्यक्ति आसिक मत कौन कहते तू पुड़िया कौन खाऊ मुझे कहली आज्ञा भूल हो पुड़िया खाऊँ कौन कहते पुड़िया भल ना देह अरे आम पैसा आम इच्छा आम पुड़िया खाइबू नाश खाइबू मद पीबू कौन है मत लगुच ए व्यक्ति रास्तार डेली जावा आस गोटे कम करवा काली आम आम सांग मान सब डाकवा है काली सी बाट दे सब तो काली काली ए समय आम ए जगार बस व्यक्ति आसो पटू जदि आमको कौन कहला बुझल काली खलास ठीक अच्छे हेलो जल्दी आसुन रे केते समय जगिबो तता बोइले कोकाने आसु ओ हो जल्दी जल्दी आ कौन है समय कौन कहबी सांग मांड पूरा कॉल कर विरक्त कला हाँ बैठी बैठ लेट ठीक तो हाँ भल अच्छी तो धरिक जगिचु एरा छुटी जीवनी कथा पी देले पिला एटा बटा आनी छ हां आ कोन सिगरेट फिगरेट आनलो नी की से सांग तुम आन छ निचे आन छ ना नहीं या कोई आ भूली गली गाड़ो 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 हाथ पे गए छी रे बढ़िया हमो गाल में नहीं साल नहीं मत दुको करिए ना बाबू रे अभी तुम्हें भी क्या हमें की अरे ये व्यक्ति मत सब बेले मो कार्य बाधा मो पैसा मो इच्छा हमें जोड़ इच्छा से कौन जान तुम जान दो अपन जान दो एडो बहुत असे जान दो अपन जाओ 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 जान दो जीवा को किछि दरकार नै अपन हम इच्छा हम पैसा अपन जान दो क्या बाबू रे नहीं हमें किछि सुनिया चाहना अपन जान दो क्या जान दो ए किछि दरकार नै अपन जान दो जान दो बिचु करे जिया पई को अरे अपन जान दो यार जान तो तुमर किसी क्षति करी नहीं आज्ञा अपन की हम कहया मुझे कहीं केमती व्यवहार करू कौन व्यवहार कला अपन जान दो मारिया ना हड़ताल किछि दरकार नै अपन जान दो कौन तुम्हें मत बहुत बुद्धि अच्छे कि तुम तुमर मंगल चाहू किछि न जान दो कौन सब बेले कौन एटा हां ए गड़ रे सब विरक्त लागिलानी मत हला सब बेले मत तू कहू ना मु कहि नले मार देबी बाबू रे तुम्हें कौन धर्मशास्त्र पढ़ुछ हमें भूगोल पढ़ु इतिहास पढ़ु आम सब पढ़ु आम धर्मशास्त्र आवश्यक नहीं शुण बाइबल हसय 4 पर्व 6 पदर लेखा अच्छी आंभ लोक मानकर ज्ञानर अभाव सकाशु विनष्ट होई अछंती लोक माने धर्मशास्त्र को पढ़ती ना से माने किसी सत्यता विषय जानती ना से कौन सी ज्ञान न था तेणु से विनष्ट हो बाइबल मार्क 12 पर्व 31 पदरे लेखा अच्छी तुम्भे आपणा प्रतिवासी की आत्मतुल्य प्रेम कर ए ज्ञान जदि तुम पाखरे था तेबे मते तुम्हें प्रेम करि थांतो किंतु तुम्हें प्रेम बदल रे मते आक्रमण करुअछ आउरी मते धर्मशास्त्र यात्रा पुस्तक 20 तार 13 पदर लेखा जाए तुम्हें नर हत्या करो ना नर कहिले मनुष्य को बुझाए हत्या कहिले जीवन को नेबा को बुझाए जदि तुम्हें ए विषय जानी था
ତେବେ ମୋତେ ଆକ୍ରମଣ କରି ମୋତେ ମାରିବା ପାଇଁ ଏସବୁ ଷଡ଼ଯନ୍ତ୍ର କରିନଥାନ୍ତେ। ଶୁଣ, ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି, ସେ ସତ୍ୟ ଏବଂ ଜୀବିତ ଈଶ୍ୱର ଅଟନ୍ତି। ସେ ସମୁଦାୟ ବିଶ୍ୱକୁ ସୃଷ୍ଟି କରିଛନ୍ତି। ସେ ତୁମକୁ ମଧ୍ୟ ସୃଷ୍ଟି କରିଛନ୍ତି, ସେ ମୋତେ ମଧ୍ୟ ସୃଷ୍ଟି କରିଛନ୍ତି। ଆଉ ଈଶ୍ୱର ମୋତେ ଏବଂ ତୁମକୁ ସମସ୍ତଙ୍କୁ ଜୀବନ ଦେଇଛନ୍ତି। ଆଉ ସେ ଜୀବନକୁ ନେବାର ଅଧିକାର ତୁମ ପାଖରେ ନାହିଁ, କିମ୍ବା ମୁଁ ଅନ୍ୟର ଜୀବନ ନେଇପାରିବି ନାହିଁ। ତୁମେ କ'ଣ ଜାଣିଛ? ନରହତ୍ୟା ଏହା ଈଶ୍ୱରଙ୍କ ବିରୁଦ୍ଧରେ ଏକ ପାପ ଅଟେ। ତୁମେ ଆଜି ମୋତେ ପ୍ରାଣରେ ମାରିବା ପାଇଁ ଚେଷ୍ଟା କରିଥିଲ। ଯଦି ତୁମ ପାଖରେ ଏହି ପ୍ରତି ଜ୍ଞାନ ଯଦି ଥାଆନ୍ତା, ଧର୍ମଶାସ୍ତ୍ର ଯଦି ପଢ଼ିଥାନ୍ତ, ତେବେ ଜାଣିଥାନ୍ତ ଯେ ନରହତ୍ୟା କ'ଣ ଅଟେ। ସେଥିପାଇଁ ଜ୍ଞାନର ଅଭାବ ହେତୁ ଆଜି ଲୋକମାନେ ବିନଷ୍ଟ ହେଉଛନ୍ତି। ଆଜି ଅନେକ ଲୋକମାନେ ନରହତ୍ୟା କରୁଛନ୍ତି। ଯେଉଁମାନେ ନରହତ୍ୟା କରିବେ, ପ୍ରଭୁ ସେମାନଙ୍କୁ ଛାଡ଼ିବେ ନାହିଁ, ପ୍ରଭୁ ସେମାନଙ୍କୁ ଦଣ୍ଡ ଦେବେ। ଅନେକ ଲୋକମାନେ ଏ ବିଷୟରେ ଜାଣନ୍ତି ନାହିଁ, ତେଣୁ ସେମାନେ ନରହତ୍ୟା କରନ୍ତି। ଯେଉଁମାନେ ନରହତ୍ୟା କରିବେ, ସେମାନେ କେବେ ବି ସ୍ୱର୍ଗକୁ ଯାଇପାରିବେ ନାହିଁ। ସେମାନେ ଚିରଦିନ ପାଇଁ ନରକକୁ ଯିବେ ଓ ସେଇଠି ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ନରକ ଯାଇଥାନ୍ତି। ଆଉ ସେଇ ଜାଗାରୁ ଉଦ୍ଧାର ପାଇବାର ଆଉ କୌଣସି ରାସ୍ତା ନାହିଁ। ଆହୁରି ମଧ୍ୟ ପ୍ରଥମ କରନ୍ତୀୟ 6:13 ଲେଖା ଅଛି ଯେ ଖାଦ୍ୟ ଉଦର ନିମନ୍ତେ ଏବଂ ଉଦର ଖାଦ୍ୟ ନିମନ୍ତେ। ଈଶ୍ୱର ମନୁଷ୍ୟ ନିମନ୍ତେ ବହୁତ ଖାଦ୍ୟ ଶସ୍ୟ ରଖିଦେଇଛନ୍ତି। ଆଉ ସେ ଖାଦ୍ୟକୁ ଖାଇକି ମନୁଷ୍ୟ ବଞ୍ଚିବ। ଖାଦ୍ୟ ମନୁଷ୍ୟକୁ ହୃଷ୍ଟପୁଷ୍ଟ କରିବ। ଖାଦ୍ୟରେ ଭିଟାମିନ୍ ଥାଏ। ଖାଦ୍ୟ ଦ୍ୱାରା ମନୁଷ୍ୟ ଅଧିକ ଦିନ ବଞ୍ଚିବ ଏବଂ ଖାଦ୍ୟ ଶରୀରକୁ ବଳ ଯୋଗାଇବ। ଆଉ ସେହି ଖାଦ୍ୟ ଉଦର ନିମନ୍ତେ ଏବଂ ଉଦର ଖାଦ୍ୟ ନିମନ୍ତେ। ଅନେକ ଲୋକମାନେ ତୁମ ପରି ଯେମିତି ବର୍ତ୍ତମାନ ମଦ ପିଉଥିଲ, ପୂର୍ବ ଦିନମାନଙ୍କରେ ପୁଡ଼ିଆ ନାଶ ଖାଉଥିଲ, ମଦ ପିଇବା, ଗଞ୍ଜେଇ ଟାଣିବା, ସିଗାରେଟ୍ ପିଇବା, ବିଭିନ୍ନ ପ୍ରକାର ନିଶାଦ୍ରବ୍ୟ ସେବନ କରିବା, ଏ ସମସ୍ତ ଖାଦ୍ୟ ନୁହଁ, ଏସବୁ ନିଶାଦ୍ରବ୍ୟ ଅଟେ। ଏହା ଶରୀରକୁ ନଷ୍ଟ କରିବ, ଏହା ଶରୀରକୁ କ୍ଷୀଣ କରିବ। ଶରୀରରେ କୌଣସି ଉପକାର ମିଳେ ନାହିଁ, ବରଂ ଶରୀର ନଷ୍ଟ ହେବ। ପ୍ରଥମ କରନ୍ତୀୟ 3:17 ଲେଖା ଅଛି, କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ। କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେ ମନ୍ଦିର ତୁମ୍ଭେ ମାନେ। ଯଦି ତୁମେ ନରହତ୍ୟା କରି ଅନ୍ୟର ଶରୀରକୁ ଯଦି ନଷ୍ଟ କରିବ, କିମ୍ବା ନିଶାଦ୍ରବ୍ୟ ପାନ କରି ସେବନ କରି ତୁମ ଶରୀରକୁ ଯଦି ନଷ୍ଟ କରିବ, ତେବେ ଈଶ୍ୱର ତୁମକୁ ଦଣ୍ଡିତ କରିବେ, ଈଶ୍ୱର ତୁମକୁ ଶାସ୍ତି ଦେବେ। ସେଇଥିପାଇଁ ନିଶାଦ୍ରବ୍ୟରୁ ଦୂରରେ ରୁହ, ନରହତ୍ୟା ଠାରୁ ଦୂରରେ ରୁହ। ଆହୁରି ମଧ୍ୟ ଧର୍ମଶାସ୍ତ୍ରର 2 ତିମୋଥୀ 2:22 ଲେଖାଯାଏ, ଯୌବନ କାଳର ଅଭିଳାଷରୁ ପଳାୟନ କର। ଯୌବନ ମନୁଷ୍ୟର ମଧ୍ୟ ବୟସ ଅଟେ। ଏହି ବୟସରେ, ଏହି ସମୟରେ ଯୌନ ସମ୍ପର୍କ ରଖିବା ପାଇଁ ଇଚ୍ଛା ହେବ। ଏହି ସମୟରେ ନିଶା ସେବନ କରିବା ପାଇଁ ଇଚ୍ଛା ହେବ। ଜୁଆ ଖେଳ ପ୍ରତି ଆକର୍ଷିତ ହେବାକୁ ଇଚ୍ଛା ଲାଗିବ। ଆଧୁନିକ ପୋଷାକ ପରିଧାନ କରିବା ପାଇଁ ଇଚ୍ଛା ଲାଗିବ। ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଦେଖିବା ପାଇଁ ଇଚ୍ଛା ଲାଗିବ। ମୋବାଇଲ ଜରିଆରେ ବିଭିନ୍ନ ପ୍ରକାର ପ୍ରୋଗ୍ରାମ ଉପଭୋଗ କରିବା ପାଇଁ ଇଚ୍ଛା ଲାଗିବ। ନରହତ୍ୟା କରିବା ପାଇଁ ଇଚ୍ଛା ଲାଗିବ। ନୃତ୍ୟ, ବିଭିନ୍ନ ପ୍ରକାର ସଙ୍ଗୀତ ଦୁନିଆ ଉପଭୋଗ କରିବା ପାଇଁ ଇଚ୍ଛା ଲାଗିବ। ପରସ୍ପର ବୟଫ୍ରେଣ୍ଡ, ଗାର୍ଲଫ୍ରେଣ୍ଡ ପାଇବାକୁ ଇଚ୍ଛା କରିବେ। ଆଉ ଏହି ସମୟରେ ମେକଅପ୍ ହେଇକି ଦୁନିଆର ଫ୍ୟାସନ୍ ଉପରେ ରହିବା ପାଇଁ ଚାହାନ୍ତି। ଆଉ ସାଙ୍ଗସାଥି ହେଇ ମୌଜ କରିବା ପାଇଁ ଚାହାନ୍ତି। ପ୍ରଥମ ଯୋହନ 2:15 ଠାରୁ 17 ଲେଖା ଅଛି,
ସଂସାର କିଏ ବା ସେଥିରେ ଥିବା ବିଷୟ ସବୁକୁ ପ୍ରେମ ନ କର। କେହି ଯଦି ସଂସାରକୁ ପ୍ରେମ କରେ ପିତାଙ୍କ ପ୍ରେମ ତାହାଠାରେ ନାହିଁ। କାରଣ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଓ ଲୌକିକ ଗର୍ବ ସଂସାରରେ ଥିବା ଏ ସମସ୍ତ ବିଷୟ ପିତାଙ୍କ ଠାରୁ ନୁହେଁ, ମାତ୍ର ସଂସାରରୁ ଉତ୍ପନ୍ନ ହୋଇଥାଏ। ପୁଣି ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ ସେ ନିତ୍ୟ ସ୍ଥାୟୀ। ଯୌନ ସମ୍ପର୍କ ରଖିବା, ନିଶା ସେବନ କରିବା, ବିଭିନ୍ନ ପ୍ରକାର ଚଳଚ୍ଚିତ୍ର ଉପଭୋଗ କରିବା ଇତ୍ୟାଦି ଜଗତରୁ ଉତ୍ପନ୍ନ ହୋଇଥିବା ଜାଗତିକ ବିଷୟ ଅଟେ। ଏ ସମସ୍ତ ବିଷୟ ଶାରୀରିକ ଭାବାନୁସାରେ ଜୀବନଯାପନ ଅଟେ। ଗାଲାତୀୟ 5 ପର୍ବ 19 ପଦ ଠାରୁ 21 ପଦ ପର୍ଯ୍ୟନ୍ତ ଶରୀରର କାର୍ଯ୍ୟଗୁଡ଼ାକ ବିଷୟରେ ଲେଖା ଅଛି। ମତ୍ତତା ବା ମଦ୍ୟପାନ ଏକ ଶରୀରର କାର୍ଯ୍ୟ ଅଟେ। ମଦ୍ୟ ନିଶାସକ୍ତ ବ୍ୟକ୍ତି ସ୍ୱର୍ଗ ରାଜ୍ୟ ଅଧିକାର କରିବ ନାହିଁ। ପ୍ରକାଶିତ 21 ପର୍ବ 8 ପଦରେ ଲେଖା ଅଛି, ନରହତ୍ୟାକାରୀ ନର୍କରେ ଅଂଶ ପାଇବ। ମାଥ୍ୟୁ 25 ପର୍ବ 41 ପଦରେ ଲେଖା ଅଛି, ନର୍କ ଶୟତାନ ଏବଂ ତାର ଦୂତମାନଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଅଛି। ପାପୀମାନେ ମଧ୍ୟ ନର୍କକୁ ଯିବେ। ନର୍କ ଏକ ଯନ୍ତ୍ରଣା ସ୍ଥାନ ଅଟେ। ନରକ ଯନ୍ତ୍ରଣା ପାପ ପ୍ରତି ଅନନ୍ତ ଦଣ୍ଡ ବା ଶାସ୍ତି ଅଟେ। ଏ ପ୍ରକାର ଦଣ୍ଡକୁ କେହି ଦୂର କରିପାରିବେ ନାହିଁ। ଏଥିରୁ ରକ୍ଷା କିମ୍ବା ପଳାୟନ କରିପାରିବେ ନାହିଁ। ଏ ପ୍ରକାର ଯନ୍ତ୍ରଣାର ସମାପ୍ତ କେବେ ହେବ ନାହିଁ। ବାବୁରେ, ତୁମେ ନର୍କକୁ ଯିବାକୁ ଚାହୁଁଛ ନା ସ୍ୱର୍ଗକୁ ଯିବା ପାଇଁ ଚାହୁଁଛ? ଦେଖ, ସମସ୍ତେ ସ୍ୱର୍ଗକୁ ଯିବା ପାଇଁ ଚାହାନ୍ତି, କିନ୍ତୁ ପାପକୁ ତ୍ୟାଗ କରିବା ପାଇଁ ଚାହାନ୍ତି ନାହିଁ। କିଓ ବା କ'ଣ କଲେ ଜଣେ ସ୍ୱର୍ଗକୁ ଯିବ ସେ ବିଷୟରେ ଜାଣନ୍ତି ନାହିଁ। ଜଣେ ଚାହିଁଲେ କିମ୍ବା ଚେଷ୍ଟା କଲେ କଦାପି ସ୍ୱର୍ଗକୁ ଯାଇପାରିବ ନାହିଁ। କାରଣ ସ୍ୱର୍ଗ ସତ୍ୟ ଈଶ୍ୱରଙ୍କର ବାସସ୍ଥାନ ଓ ସିଂହାସନ ଅଟେ। ସେ ପବିତ୍ର ଓ ଧାର୍ମିକ ଅଟନ୍ତି। ପବିତ୍ର ଈଶ୍ୱର ବାସ କରିଥିବା ସ୍ୱର୍ଗକୁ ଜଣେ ପାପୀ ଲୋକ ପ୍ରବେଶ କରିପାରିବ ନାହିଁ। ଅନେକ ଲୋକମାନେ କୁହନ୍ତି ସ୍ୱର୍ଗକୁ ଯିବା ପାଇଁ ଅନେକ ରାସ୍ତା ଅଛି, କିନ୍ତୁ ଧର୍ମଶାସ୍ତ୍ର ପବିତ୍ର ବାଇବଲର ଯୋହନ ଲିଖିତ ସୁସମାଚାର 14 ପର୍ବ ତାର 6 ପଦରେ ଲେଖା ଅଛି, ଯୀଶୁ ହିଁ ପଥ, ସତ୍ୟ ଓ ଜୀବନ। ତାହାଙ୍କୁ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ। ଅର୍ଥାତ୍ ସ୍ୱର୍ଗକୁ ଯିବା ପାଇଁ ଯୀଶୁ ହିଁ ଏକମାତ୍ର ପଥ ଅଟନ୍ତି। ଯୀଶୁଙ୍କ ଛଡ଼ା ଆଉ ଅନ୍ୟ କୌଣସି ପଥ ନାହିଁ। ଯୀଶୁଙ୍କ ବିନା କେହି ସ୍ୱର୍ଗ ଯାଇପାରିବେ ନାହିଁ। ତେଣୁ ପାପ କ୍ଷମା ପାଇଁ ସ୍ୱର୍ଗକୁ ଯିବା ପାଇଁ ସମସ୍ତଙ୍କୁ ଯୀଶୁଙ୍କୁ ଦରକାର। ସକଳ ବିଷୟ ସୃଷ୍ଟି ହେବା ପୂର୍ବରୁ ଯୀଶୁ ବିଦ୍ୟମାନ ଅଛନ୍ତି ଓ ତାହାଙ୍କଠାରେ ସମସ୍ତ ବିଷୟର ଅସ୍ତିତ୍ୱ ଅଛି। ସକଳ ବିଷୟ ଯୀଶୁଙ୍କ ଦ୍ୱାରା ଓ ଯୀଶୁଙ୍କ ନିମନ୍ତେ ସୃଷ୍ଟି ହୋଇଅଛି। ସେ ମନୁଷ୍ୟକୁ ଅମର ଏବଂ ପାପ ଶୂନ୍ୟ କରି ସୃଷ୍ଟି କରିଥିଲେ, କିନ୍ତୁ ପ୍ରଥମ ମନୁଷ୍ୟ ଶୈତାନ ଦ୍ୱାରା ପ୍ରଲୋଭିତ ହୋଇ ପାପ କଲେ। ପାପ ମନୁଷ୍ୟକୁ ଈଶ୍ୱରଙ୍କ ଠାରୁ ବିଚ୍ଛେଦ କଲା। ମନୁଷ୍ୟ ଈଶ୍ୱର ବିହୀନ ହେଲେ। ପାପ ହେତୁ ମନୁଷ୍ୟର ଅମରତା ଚାଲିଗଲା ଏବଂ ମୃତ୍ୟୁ ଆସିଲା। ପାପ ହେତୁ ମନୁଷ୍ୟ କଦାପି ସ୍ୱର୍ଗକୁ ଯାଇପାରିବ ନାହିଁ। ପାପ ହେତୁ ମନୁଷ୍ୟ ଅନନ୍ତ ନର୍କଦଣ୍ଡ ପ୍ରାପ୍ତ ହେବ। ମନୁଷ୍ୟ ପାପ, ମୃତ୍ୟୁ ଏବଂ ନର୍କଦଣ୍ଡର ଅଧୀନସ୍ଥ ଅଟେ। ମନୁଷ୍ୟ ଏସବୁ ଦୂର କରିପାରିବ ନାହିଁ କିମ୍ବା ନିଜେ ନିଜକୁ ଉଦ୍ଧାର କରିପାରିବ ନାହିଁ, କାରଣ ମନୁଷ୍ୟ ଶକ୍ତିହୀନ ଅଟେ। ତେଣୁ ଯୀଶୁ ପାପକୁ ବିନାଶ କରି ପାପୀମାନଙ୍କୁ ପାପ, ମୃତ୍ୟୁ ଏବଂ ଅନନ୍ତ ନର୍କଦଣ୍ଡରୁ ଉଦ୍ଧାର କରିବା ପାଇଁ ସ୍ୱର୍ଗରୁ ପୃଥିବୀକୁ ଆସିଲେ। ଏକ ମାନବ ଶରୀର ଧାରଣ କଲେ, ଜଗତର ସମସ୍ତ ପାପ ବହନ କଲେ, କ୍ରୁଶରେ ବଳିଦାନ ଦ୍ୱାରା ପାପକୁ ବିନାଶ କଲେ ଏବଂ ସମସ୍ତ ମାନବ ଜାତି ପାଇଁ ଅନନ୍ତ ମୁକ୍ତି ସାଧନ କଲେ। ସେ କବରସ୍ଥ ହେଲେ ଏବଂ ପାପୀ ମନୁଷ୍ୟକୁ ଧାର୍ମିକତା କରିବା ପାଇଁ ଶାସ୍ତ୍ର ଅନୁସାରେ ତୃତୀୟ ଦିବସରେ ମୃତ୍ୟୁରୁ ଉଠିଲେ। ରୋମୀୟ 10 ପର୍ବ 9 ପଦ ଠାରୁ 10 ପଦରେ ଲେଖା ଅଛି, ଯେଣୁ ତୁମେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ
ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। ପୁଣି ପ୍ରେରିତ 4 ପର୍ବ 12 ପଦରେ ଲେଖା ଅଛି, ଯୀଶୁଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ପ୍ରେରିତ 16 ପର୍ବ 21 ପଦରେ ମଧ୍ୟ ଲେଖା ଅଛି, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହା ହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ପରିତ୍ରାଣ କହିଲେ ଉଦ୍ଧାର ବା ମୁକ୍ତି। କେହି ଯଦି ମୃତ୍ୟୁ ପୂର୍ବରୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହେବ, ତେବେ ସେ ସ୍ୱର୍ଗକୁ ଯିବ। କିନ୍ତୁ କେହି ଯଦି ପରିତ୍ରାଣ ପ୍ରାପ୍ତ ନ ହୋଇ ମରିବ, ସେ ନର୍କକୁ ଯିବ। ଆମକୁ ଏ ବିଷୟରେ କେବେ କହିନଥିଲେ ତ ଆମେ ଏ ବିଷୟରେ କୌଣସି କିଛି ଜାଣିନଥିଲୁ। ତେଣୁ ବାବୁରେ, ତୁମେ ଯୌବନ କାଳର ଅଭିଳାଷରୁ ପଳାୟନ କର, ନିଜ କୁପଥରୁ ଫେର, ନିଜ ପାପ ପାଇଁ ଅନୁତାପ କର, ମନ ପରିବର୍ତ୍ତନ କର, ପାପକୁ ସମ୍ପୂର୍ଣ୍ଣ ତ୍ୟାଗ କର। ପାପ କ୍ଷମା ପାଇବା ପାଇଁ ଏବଂ ପରିତ୍ରାଣ ପ୍ରାପ୍ତି ପାଇଁ ଯୀଶୁଙ୍କୁ ମୃତ୍ୟୁରୁ ଉଠିଛନ୍ତି ବୋଲି ହୃଦୟରେ ବିଶ୍ୱାସ କର ଏବଂ ମୁଖରେ ପ୍ରଭୁ ବୋଲି ସ୍ୱୀକାର କର। ଯୀଶୁଙ୍କୁ ନିଜ ଜୀବନରେ ବ୍ୟକ୍ତିଗତ ତ୍ରାଣକର୍ତ୍ତା ଭାବେ ଗ୍ରହଣ କର ଏବଂ ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱାସକୁ ଦୃଢ଼ ଭାବେ ଧରି ରଖ। ତାହା ହେଲେ ତୁମେ ନର୍କରୁ ଉଦ୍ଧାର ପାଇବ ଏବଂ ସ୍ୱର୍ଗକୁ ଯିବ। ପୁଣି ତୁମେ ପ୍ରତିଦିନ ଧର୍ମଶାସ୍ତ୍ର ପବିତ୍ର ବାଇବଲ ଅଧ୍ୟୟନ କର। ତୁମେ ସତ୍ୟ ଜାଣିବ, ସେ ସତ୍ୟ ତୁମକୁ ଉଦ୍ଧାର କରିବ। ତୁମେ ଶାରୀରିକ ଭାବାନୁସାରେ ଜୀବନ ଯାପନ ବନ୍ଦ କର, ଆତ୍ମିକ ଭାବାନୁସାରେ ଜୀବନ ଯାପନ କର, ପ୍ରାର୍ଥନାରେ ଜୀବନ ଅତିବାହିତ କର। ଏହା ଉତ୍ତମ ଅଟେ। ତୁମ ପାଇଁ ପଦେ ପ୍ରାର୍ଥନା କରିବି। ମୁଁ ଯାହା କହିବି ତୁମେ ମୋ ସହିତ ତାହା କୁହ। ଚକ୍ଷୁ ବନ୍ଦ କରିବା ଏବଂ ପ୍ରାର୍ଥନା କରିବା। ପ୍ରଭୁ ଯୀଶୁ, ମୁଁ ମୋ ପାପ ପାଇଁ ଅନୁତାପ କରିଅଛି। ଯୌବନ କାଳର ଅଭିଳାଷ ଏବଂ କୁପଥରୁ ତୁମ ନିକଟକୁ ଫେରୁଅଛି। କାରଣ ତୁମେ ମୋ ପାପ ପାଇଁ କ୍ରୁଶରେ ମୃତ୍ୟୁ ଭୋଗ କରିଅଛ। ତୁମେ କବରସ୍ଥ ହୋଇଅଛ ଏବଂ ତୃତୀୟ ଦିବସରେ ମୃତ୍ୟୁରୁ ଉଠିଅଛ। ଏହା ମୁଁ ହୃଦୟରେ ବିଶ୍ୱାସ କରୁଅଛି। ମୁଁ ତୁମକୁ ମୋର ପ୍ରଭୁ ବୋଲି ସ୍ୱୀକାର କରୁଅଛି। ମୁଁ ତୁମକୁ ମୋର ବ୍ୟକ୍ତିଗତ ପରିତ୍ରାଣକର୍ତ୍ତା ଭାବେ ଗ୍ରହଣ କରୁଅଛି। ତୁମେ ମୋ ହୃଦୟକୁ ଆସ, ମୋର ପାପ କ୍ଷମା କର ଏବଂ ମୋତେ ପରିତ୍ରାଣ ଦିଅ। ପ୍ରଭୁ ଯୀଶୁ, ତୁମେ ମୋର ପାପ କ୍ଷମା କରିଅଛ ଏବଂ ପରିତ୍ରାଣ ଦେଇଅଛ। ତେଣୁ ତୁମକୁ ଧନ୍ୟବାଦ ଦେଉଅଛି। ଆମେନ୍। ପ୍ରଭୁ ଯୀଶୁ ତୁମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିଥିବା ହେତୁ ଆପଣଙ୍କୁ ଧନ୍ୟବାଦ। ଆଶା କରେ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟିକୁ ଅନ୍ୟମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ, ଆମକୁ କମେଣ୍ଟ କରନ୍ତୁ ଏବଂ ପରବର୍ତ୍ତୀ ଭିଡ଼ିଓ ପାଇଁ AD ଗସ୍ପେଲ ମେଲୋଡି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।